ତ ପିଲାମାନେ ଆଜିର ଭିଡ଼ିଓରେ ଆମେ ଶିଶୁ ଦିବସ ଓଡ଼ିଆ ଭାଷଣର 10ଟି ଧାଡ଼ି ଜାଣିବା। ତ ପ୍ରଥମେ ଅଛି ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ ଏବଂ ଏଠାରେ ଉପସ୍ଥିତ ଛୋଟ ବଡ଼ ଭାଇ ଓ ଭଉଣୀ ଓ ମୋର ସହପାଠୀଗଣ, ଆଜିର ଏହି ମହାନ ଦିବସରେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି ଆମ ଦେଶ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ। ସେ 1899 ମସିହା ନଭେମ୍ବର ମାସ 14 ତାରିଖରେ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ନଭେମ୍ବର 14 ତାରିଖକୁ ପ୍ରତିବର୍ଷ ଶିଶୁ ଦିବସ ରୂପେ ପାଳନ କରାଯାଏ। ତାଙ୍କ ମତରେ ପିଲାମାନେ ହେଉଛନ୍ତି ଆଗାମୀ ବା କାଲିର ଭବିଷ୍ୟତ ଓ ସେମାନେ ହସିଲେ ଦୁନିଆ ହସିବ। ପିଲାମାନେ ସ୍ନେହରେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ସେ ସର୍ବଦା ଶିଶୁମାନଙ୍କର ଚରିତ୍ର ଓ ଭବିଷ୍ୟତ ନେଇ ଚିନ୍ତିତ ଥିଲେ। 1964 ମସିହା ମେ ମାସ 27 ତାରିଖରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ମୁଁ ସେହି ମହାନ ବ୍ୟକ୍ତିଙ୍କ ପାଦପଦ୍ମରେ ପ୍ରଣାମ ଜଣାଇ ମୋର ବକ୍ତବ୍ୟ ଶେଷ କରୁଛି।